ପିଲାମାନେ କାଲିଠୁ ଏକ୍ଜାମ ଷ୍ଟାର୍ଟ ନାହିଁ ତମର। ହଁ କାଲି କ'ଣ ଅଛି? एग्जाम ଏକ୍ଜାମ ତ ଅଛି। କୋଉ ଏକ୍ଜାମ ଅଛି? କାଲି ସାଇନ୍ସ ଅଛି। ହଉ ତ ଆଜି ମୁଁ ଦେଇଦଉଛି କିଛି କ୍ୱେଶ୍ଚେନ୍, ସମ୍ଭାବ୍ୟ କ୍ୱେଶ୍ଚେନ୍ ଯୋଉଗୁଡ଼ା ଆମର ଆସିବ। ଠିକ ଅଛି, ମାନେ ପୁରା ପଢିଛ କିନ୍ତୁ ମୁଁ ଏବେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚେନ୍, ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚେନ୍ ଦଉଛି ଯୋଉଗୁଡ଼ା ତମ ଏକ୍ଜାମରେ ଏଇଟା ଆସିବ ବା ଆସିଛି କହିପାର ହେଲା। ପ୍ରଥମ ଅଧ୍ୟାୟ ଯିବା। ଆମର ପ୍ରଥମ ଅଧ୍ୟାୟ ଖରିଫ ଫସଲ ରବି ଫସଲ। କାହାକୁ କୁହାଯାଏ ଖରିଫ ଫସଲ ରବି ଫସଲ ହେଲା। ତାପରେ କୋଉ ମାସରୁ କୋଉ ମାସ ପର୍ଯ୍ୟନ୍ତ ଚାଷ କରାଯାଏ। ସର୍ଟ କ୍ୱେଶ୍ଚେନ୍ ଗ୍ୟାରେଣ୍ଟେଡ ହେଲା। ଗ୍ୟାରେଣ୍ଟେଡ ସର୍ଟ କ୍ୱେଶ୍ଚେନ୍ ଆସିବ କୋଉ ମାସରୁ କୋଉ ମାସ ପର୍ଯ୍ୟନ୍ତ ଚାଷ କରାଯାଏ। ତାପରେ ଆସିବ କୃଷି ପ୍ରଣାଳୀ। କେତେଟା କୃଷି ପ୍ରଣାଳୀ? କେତେଟା? କେତେଟା? 7ଟା। 7 କୃଷି ପ୍ରଣାଳୀ ପଢିଦବ, ଆସିପାରେ କୃଷି ପ୍ରଣାଳୀ। ତାପରେ କୃଷି ପ୍ରଣାଳୀ ବି ଆଉ କିଛି 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 ଏକ୍ସଟ୍ରା ଥାଇପାରେ। ଦେଖିବ ଯେମିତି କି ତମର ସାରରେ ଆସିବ NPK ର ଫୁଲ୍ ଫର୍ମ, ବୁଝିପାରୁଛ? NPK ର ଫୁଲ୍ ଫର୍ମ ଆସିବ। ଆଉ ସେମିତି ତମର ତୃଣକୁମାରୀ ଆସିବ। ତୃଣକୁମାରୀ କୋଉଟା? କୋଉଟା 2.2,4.D ଠିକ ଅଛି, ସେଇଟା ଆସିବ। ତାପରେ ଆସିଲା ରାସାୟନିକ ସାର ଓ ଖତ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ରାସାୟନିକ ସାର ଖତ ଭିତରେ ପାର୍ଥକ୍ୟ ଅଛି, ପୁରା ବହିରେ ଦିଆଯାଇଛି, ମୁଁ ବି ତମକୁ ପଢେଇଛି। ସେଇଟା ଆସିବ। ଖତର ଉପକାରିତା ଆସିବ। ତାପରେ ଆସିବ ସବୁଜ ସାର କାହାକୁ କୁହାଯାଏ? ଡାକିଛି ନା ସବୁଜ ସାର କାହାକୁ କୁହାଯାଏ? ସମସ୍ତଙ୍କ ପାଖରେ ଅଛି ନା ସବୁଜ ସାର କାହାକୁ କୁହାଯାଏ? ମୁଁ ଯୋଉଟା ଡାକିଛି ସେଇଟା ହିଁ ଲେଖିବ, ଆଉ ଇଆଡୁ ସିଆଡୁ ଲେଖିଦବନି। ଠିକ ଅଛି, ମୁଁ ପୁରା ଯେମିତି ଡାକିଛି ସେମିତି ହିଁ ଲେଖିବ। ଖାଲି ଲେଖିଦବନି ଯେ ଏଇ ଘାସକୁ ମାଟିରେ ମିଶେଇ ଦେଲେ ସେଇଟାକୁ ସବୁଜ ସାର କହିବା, ସେଇଟା ନୁହେଁ। କଣ କଣ ମୁଁ ଡିଟେଲ ଡାକିଛି ତମର ଖାତାରେ ଅଛି, ଲେଖିବ ସେଟା। ଜଳସେଚନର ଉତ୍ସ ପାରମ୍ପରିକ ପଦ୍ଧତି। ଠିକ ଅଛି, ଜଳସେଚନର ଉତ୍ସ କଣ କଣ? ନଦୀ ଅଛି, ହ୍ରଦ ଅଛି ନା? ନଦୀ, ହ୍ରଦ, କେନାଲ ଯାହା ବି ଅଛି ସେଇଟା ଅଛି। ତାପରେ ପାରମ୍ପରିକ ପଦ୍ଧତି। ପାରମ୍ପରିକ ପଦ୍ଧତି କୋଉଟା? ତେଣ୍ଡା, ଚେନ୍ ପମ୍ପ, ପୁଲି ପଦ୍ଧତି, ସେଗୁଡା ନୁହଁ। ସେଇଟା ଏଗୁଡା 2 ମାର୍କିଆ ଆସିବ। ସବୁଜ ସାର ବି 2 ମାର୍କ, 2ରୁ 3 ମାର୍କ, 2 ମାର୍କିଆ ପ୍ରାୟ। ଖତର ଉପକାରିତା ଆଉ ଏଟା ରାସାୟନିକ ସାର ଖତ ମଧ୍ୟରେ ପାର୍ଥକ୍ୟ 3 ମାର୍କିଆ। ଠିକ ଅଛି। ତାପରେ ଆଧୁନିକ ଜଳସେଚନ ପଦ୍ଧତି 2ଟା ଅଛି। କଣ? ଆଧୁନିକ ଜଳସେଚନ ପଦ୍ଧତିରେ ସ୍ପ୍ରିଙ୍କଲର ପଦ୍ଧତି ଆଉ ବୁନ୍ଦା ପଦ୍ଧତି, ସେ 2ଟା ଆସିବ। ତାପରେ ତୃଣକୁମାରୀ ଆଉ ୱିନୋଇଂ ଟା ଇମ୍ପୋର୍ଟାଣ୍ଟ। ୱିନୋଇଂ ଦେଖିବ 2 ମାର୍କିଆ ଆସିବ। ଠିକ ଅଛି, ଏତିକି ତମେ ପଢି। ଏବେ ଯିବା ଦ୍ୱିତୀୟ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ କଣ? କଣ ଦ୍ୱିତୀୟ ଅଧ୍ୟାୟ? ଅଣୁଜୀବ ବିଷୟ ନା? ଆଚ୍ଛା, ଅଣୁଜୀବ ବିଷୟରେ କଣ? ଅଣୁଜୀବର ପ୍ରଥମ କ୍ୱେଶ୍ଚନ, ଅଣୁଜୀବର ପ୍ରକାର। 4 ପ୍ରକାର ନା? 4 ପ୍ରକାର ଅଣୁଜୀବର ପ୍ରକାରଟା ଜାଣିବ। ପ୍ଲସ୍ ସେଥିରେ ଭୂତାଣୁ ଇମ୍ପୋର୍ଟାଣ୍ଟ ଅଛି। ଭୂତାଣୁ ଯାଉନି, ଅଣୁଜୀବ ଭିତରେ ଯାଉନି, ବାହାରେ ଅଛି କିନ୍ତୁ ଅଣୁଜୀବ ଭିତରେ ହିଁ ଯିବ। ଠିକ ଅଛି, ହଁ ଭୂତାଣୁଟା ବି ପଢିବ, ଭୂତାଣୁଟା ବି ପଢିବ। ପ୍ଲସ୍ ଏଠି ଆଉ ଗୋଟେ ଜିନିଷ ରହୁଛି ତମର ଅଣୁଜୀବ ଜନିତ ଯୋଉ ରୋଗ, କୋଉଟା ଭୂତାଣୁ ଜନିତ ରୋଗ, କୋଉଟା ଆଦିପ୍ରାଣୀ ଜନିତ ରୋଗ, କୋଉଟା ବୀଜାଣୁ ଜନିତ ରୋଗ, କୋଉଟା କବକ ଜନିତ ରୋଗ, ସେଗୁଡା ମନେ ରଖିବ। ସେଇଠୁ 1 ମାର୍କ ଆସିବ। ସେ 1 ମାର୍କ ସେଠୁ ଆସିବ ହିଁ ଆସିବ। ତାପରେ କିଣନ ପଦ୍ଧତି। ଶର୍କରା ସୁରାସାର ଯୋଉ ହୁଏ ସେଇଟା କିଣନ କୁହାଯାଏ। କିଣନ ଆସିବ, କିଣନ ପଡିବ। ସଂକ୍ରାମକ ରୋଗ କାହାକୁ କୁହାଯାଏ? ତାର ଉଦାହରଣ 2 ମାର୍କିଆ କିମ୍ବା 3 ମାର୍କିଆ। ଠିକ ଅଛି। ତାପରେ ରୋଗ ସୃଷ୍ଟିକାରୀ ଅଣୁଜୀବ ପ୍ରସାର ମାଧ୍ୟମ। ମନେ ପକାଉ, ଟେବୁଲ ଭିତରେ ଅଛି 2ଟା ଅଛି। ଗୋଟେ ହେଲା ପ୍ରାଣୀ ମାନଙ୍କର ଅଛି, ଆଉ ଗୋଟେ ଉଦ୍ଭିଦ ମାନଙ୍କର ଅଛି। ଠିକ ଅଛି, 2ଟା ଅଛି। ତ 2ଟାରେ ଯୋଉ ଅଛି ଯେତେ ଗୁଡା ଅଛି ପଢିଦବ ନିଶ୍ଚୟ କିଛି ନା କିଛି। ସେଇଠୁ ମୁଁ କହିଦେବି 2 ମାର୍କ ତମେ ପାଇବ ହେଲା। 2 ମାର୍କ ତମେ ପାଇବ। ଉଦ୍ଭିଦର ଅଛି, ତା ପରପେଜର ଭେଣ୍ଡିର ଅଛି ନା, ୟେଲୋ ଭେନ୍ ମୋଜାଇକ ପଢିବ ସେଗୁଡା। ତାପରେ ପରିରକ୍ଷଣ ଇମ୍ପୋର୍ଟାଣ୍ଟ, ପରିରକ୍ଷଣ ନିହାତି ପଢିବ। ତାପରେ ଯବକ୍ଷାରଜାନ ବିବନ୍ଧନ, ଯବକ୍ଷାରଜାନ ଚକ୍ର। ଯବକ୍ଷାରଜାନ ଚକ୍ର ହୁଏତ ପଢି ନପାରେ, ଯୋଉଟା ଚିତ୍ରଟା ପଢି ଦେଇଥିବ ହେଲା, କିନ୍ତୁ ଯବକ୍ଷାରଜାନ ବିବନ୍ଧନ ପଢିବ। କୋଉ ବୀଜାଣୁ ପାଇଁ ହୁଏ ଯବକ୍ଷାରଜାନ ବିବନ୍ଧନ? ରାଇଜୋବିୟମ ପାଇଁ ପଢିବ ସେଇଟା ନିହାତି। ଆଉ ଇମ୍ପୋର୍ଟାଣ୍ଟ ହେଲା ପାଶ୍ଚରୀକରଣ। ପାଶ୍ଚରୀକରଣ ପଦ୍ଧତି କାହାକୁ କୁହାଯାଏ? ଭଲସେ ସେଇଟା ପଢିଦବ ହେଲା, ମନେ ଅଛି ନା? ଏବେ ଯିବା ଆମେ ତୃତୀୟ ଅଧ୍ୟାୟ। ଠିକ ଅଛି,
ତୃତୀୟ ଅଧ୍ୟାୟରେ କଣ ନା ପ୍ଲାଷ୍ଟିକ ବିଷୟ ଟିକେ ଏଠି ବେଶୀ ପଢିବାକୁ ପଡିବ, ବୁଝିପାରୁଛ? ଟିକେ ବେଶୀ ପଢିବାକୁ ପଡିବ କାରଣ ଟିକେ ବଡ ବଡ ଅଛି। ଏଇଠୁ ଲଙ୍ଗ କ୍ୱେଶ୍ଚନ ଆସିବ, ଏଇଠୁ ଗ୍ୟାରେଣ୍ଟେଡ ଲଙ୍ଗ କ୍ୱେଶ୍ଚନ ଆସିବ। ଗୋଟେ ଲଙ୍ଗ କ୍ୱେଶ୍ଚନ ତ ଏଇଠୁ ପାଇବ। ଦେଖ ଏଇଠୁ 3 ମାର୍କିଆ ବି ଅଛି ଆଉ 5 ମାର୍କିଆ ବି ଅଛି। ନାଇଲନ ତନ୍ତୁର ଧର୍ମ ଓ ଉପଯୋଗିତା ହେଲା ଅଛି। ନାଇଲନ ବିଷୟର ସାଙ୍ଗରେ ପଢିଦବ। ନାଇଲନ ର ନାଁଟା ଯୋଉ କେମିତି ହେଲା, ଲଣ୍ଡନ ର LON ଆଉ ନ୍ୟୁୟର୍କ ର କଣ NY, ଲଣ୍ଡନ ର LON ରୁ ନାଇଲନ ପ୍ରସ୍ତୁତ, ସେଟା ବି ପଢିବ। ତାପରେ ଟେରିଲିନ ବସ୍ତ୍ରର ଉପଯୋଗିତା, ବିଶେଷତ୍ୱ ଉପଯୋଗିତା। ତମେ ଯୋଉ ବସ୍ତ୍ର ପିନ୍ଧୁଛ, ସ୍କୁଲ ଡ୍ରେସ ପିନ୍ଧୁଛ, ତା ବିଷୟରେ ମୁଁ ଡିଟେଲ ପୁରା କହିଥିଲି ନା। ଟେରିଲିନ ବସ୍ତ୍ରର ବିଶେଷତ୍ୱ ଉପଯୋଗିତା କୁହା ବି ହେଇଥିଲା, ବହିରେ ବି ଅଛି, ଦେଖିଦବ, ପଢିବ ହିଁ ପଢିବ। ତାପରେ ଆସିଲା ତନ୍ତୁ ଆଉ ଅଗ୍ନି ସଂସ୍ପର୍ଶ ଆସିଲେ କଣ ହୁଏ, ଏଇଟା ହେଲା ସର୍ଟ କ୍ୱେଶ୍ଚନ ହେଲା। ହଉ ନେକ୍ସଟ ଆସିବା ଥର୍ମୋପ୍ଲାଷ୍ଟିକ ଓ ଥର୍ମୋସେଟିକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ପାର୍ଥକ୍ୟ ଦର୍ଶାଅ ସବୁ ବର୍ଷ ପଢୁଛି, ଏଥର ବି ପଢିବ। ଥର୍ମୋସେଟିକ ଓ ଥର୍ମୋପ୍ଲାଷ୍ଟିକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ପଢିବ। ଆଉ ପ୍ଲାଷ୍ଟିକ ର ଉପଯୋଗିତା, କୋଉଟା ଉପଯୋଗିତା ପ୍ଲାଷ୍ଟିକ ର? ପ୍ଲାଷ୍ଟିକ ର ଉପଯୋଗିତା କୋଉଟା? ପୋଜ କରିଦବ ନା। ପ୍ଲାଷ୍ଟିକ ର ଉପଯୋଗିତା, ଉପଯୋଗିତା କଣ ନା ମନେ ପକାଅ। ସବୁ ପ୍ରକାର ପ୍ଲାଷ୍ଟିକ ଥିଲା, ତମର PVC ଥିଲା, PET ଥିଲା, ମେଲାମାଇନ ଥିଲା ହେଲା, ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ଦେଇଥିଲା। ଆଉ ସେଇଗୁଡାରୁ କଣ ତିଆରି ହୁଏ ଥିଲା ନା। ତମର ଯୋଉ ଟେଫଲନ ଟା ନିହାତି ପଡିବ। କୋଉଠି ଥାଏ ଟେଫଲନ? ଆମେ ଯୋଉ ରୋଷେଇ କରୁଛେ ନନଷ୍ଟିକ କରେଇର ଉପର ପର୍ସନ ଥାଏ କଣ ଟେଫଲନ, ସେଇଟା ପଡିବ ଯେ ନନଷ୍ଟିକ କରେଇର ବା ତମେ ଯୋଉ ରୋଷେଇ କରୁଛ ତାର ଉପର ସ୍ତରରେ କଣ ଦିଆଯାଇଥାଏ, କଣ ଦିଆଯାଇଥାଏ? ଟେଫଲନ ର କୋଟିଂ ଦିଆଯାଇଥାଏ, ଯୋଉଟା ଫଳରେ କଣ ଆମ ଖାଦ୍ୟ ପଦାର୍ଥ ଲାଗିଯାଏ ନାହିଁ, ବୁଝିପାରୁଛ? ସେଇଟା ପଡିବ। ଆଉ ସେମିତି ତମର ମେଲାମାଇନ କଥା ପଡିବ। ମେଲାମାଇନ ର ବସ୍ତ୍ର କୋଉମାନେ ପିନ୍ଧନ୍ତି? ଫାୟାରମ୍ୟାନ ମାନେ ପିନ୍ଧନ୍ତି, ଯାହା ଫଳରେ କଣ ହୁଏ ନା ନିଆଁ ଲାଗେ ହେଲା, ସେଇଟା ହିଁ ପଡିବ। ତାପରେ ଆସିଲା ପ୍ଲାଷ୍ଟିକ ର ବ୍ୟବହାର କମାଇବା ପାଇଁ କଣ କରିବା? ମୋଷ୍ଟ ପ୍ରୋବାବଲି ଏଇଟା ଲଙ୍ଗ କ୍ୱେଶ୍ଚନ ଆସିବ ହେଲା। ପ୍ଲାଷ୍ଟିକ ର ବ୍ୟବହାର କମାଇବା ପାଇଁ ଆମେ କଣ କରିବା? ବଜାରକୁ ଗଲାବେଳେ ଏବେ ଚତୁର୍ଥ ଅଧ୍ୟାୟ କଣ? ଧାତୁ ବହୁତ ସିମ୍ପଲ। ଧାତୁର ଭୌତିକ ଧର୍ମ ପଡିବ। କଣ ଧାତୁର ଭୌତିକ ଧର୍ମ କଣ କଣ ଅଛି? ଧାତୁ ଚକଚକ କରେ, ଧାତୁର ନମନୀୟ ଗୁଣ ଅଛି, ତନ୍ୟତା ଗୁଣ ଅଛି, ଆଉ କଣ ଧାତବ ଶବ୍ଦ ସୃଷ୍ଟି କରେ। ଏଗୁଡା ନା ଭୌତିକ ଗୁଣ ଯେତେ ଅଛି ସବୁ ପଡିବ। ଧାତୁ ବିଦ୍ୟୁତ ସୁପରିବାହୀ, ବୁଝିପାରୁଛ? ସେଗୁଡା ସବୁ ମନେ ରଖିବ, ଗୋଟେ ଲାଇନରେ ସେଗୁଡା ସବୁ ହେଇଯିବ ହେଲା। ତାପରେ ଆସିବ ଧାତୁର ରାସାୟନିକ ଧର୍ମ, ବହୁତ ଇମ୍ପୋର୍ଟାଣ୍ଟ। ଏଇଠୁ କ୍ୱେଶ୍ଚନ ଆସିବ, ଧାତୁର ରାସାୟନିକ ଧର୍ମରୁ କ୍ୱେଶ୍ଚନ ଆସିବ ହିଁ ଆସିବ। କଣ ଅଛି ଧାତୁର ରାସାୟନିକ ଧର୍ମରେ? ଅକ୍ସିଜେନ ସହ ପ୍ରତିକ୍ରିୟା ହେଲା। ମନେ ପକାଅ ମ୍ୟାଗ୍ନେସିୟମ କଥା ଆମେ ଲେଖିଥିଲେ, ମ୍ୟାଗ୍ନେସିୟମ ପିତା କଥା, ମ୍ୟାଗ୍ନେସିୟମ ପିତା ଜାଣିକି ହେଲା। ମ୍ୟାଗ୍ନେସିୟମ ପ୍ଲସ ଅକ୍ସିଜେନ କଣ ହେଲା? ମ୍ୟାଗ୍ନେସିୟମ ଅକ୍ସାଇଡ MgO। ସେଇ ଯୋଉ CA ଗୁଡା ଲେଖିବ, କଣ ଗୁଡା ତମର ରିଆକ୍ସନ ଗୁଡା ଲେଖିବ। ମ୍ୟାଗ୍ନେସିୟମ ପ୍ଲସ ଅକ୍ସିଜେନ MgO, ମ୍ୟାଗ୍ନେସିୟମ ଅକ୍ସାଇଡ ହେଲା। ବୁଝିପାରୁଛ କି ନାହିଁ? ପୁଣି ମ୍ୟାଗ୍ନେସିୟମ ଅକ୍ସାଇଡ ଜଳ ସାର ପ୍ରତିକ୍ରିୟା କଲେ କଣ ହୁଏ ହେଲା। ଅକ୍ସିଜେନ ସହ ପ୍ରତିକ୍ରିୟା ଗୋଟେ, ଜଳ ସହ ପ୍ରତିକ୍ରିୟା କଣ କ୍ଷାର ସୃଷ୍ଟି ହୁଏ ନା। ଧାତବ ଅକ୍ସାଇଡ ଗୁଡିକ କ୍ଷାରୀୟ ହେଲା। ଜଳ ସହ ପ୍ରତିକ୍ରିୟା। ତାପରେ ଅଧାତୁର ବି, ସବୁ ଧାତୁର ଯୋଉଟା କରୁଛ ଅଧାତୁର ବି ସେଇଟା ପଢିଦବ। ଜଳ ସହ ପ୍ରତିକ୍ରିୟା, ଅମ୍ଳ ସହ ପ୍ରତିକ୍ରିୟା, କ୍ଷାର ସହ ପ୍ରତିକ୍ରିୟା ଆଉ ଲବଣ ସହ ପ୍ରତିକ୍ରିୟା, ସବୁ ଗୁଡାକୁ ଗୋଟେ ଲେଖା ଇକ୍ୱେସନ ମାନେ ସରି ସମୀକରଣ, ତମର ଯୋଉ ରିଆକ୍ସନ ଗୋଟେ ଗୋଟେ ମନେ ରଖିବ ହେଲା। ସବୁ ଗୁଡାକୁ ଗୋଟେ ଗୋଟେ ରିଆକ୍ସନ ମନେ ରଖିବ। ଯେମିତି ମୁଁ ତମକୁ ଏକ୍ସାମ୍ପଲ ଦେଲି Mg ପ୍ଲସ ଧାତୁର ଅକ୍ସିଜେନ ପ୍ରତିକ୍ରିୟା, ସେମିତି ଜଳ ସହ ପ୍ରତିକ୍ରିୟା ହେଲେ କଣ ହଉଛି? ଅମ୍ଳ ସହ ପ୍ରତିକ୍ରିୟା ହେଲେ କଣ ହଉଛି? କ୍ଷାର ସହ ପ୍ରତିକ୍ରିୟା ହେଲେ କଣ ହଉଛି? ଲବଣ ସହ ପ୍ରତିକ୍ରିୟା ହେଲେ କଣ ହଉଛି ହେଲା। ସବୁ ଗୁଡାକୁ ଗୋଟେ ଗୋଟେ କଣ ମନେ ରଖିବ? ରିଆକ୍ସନ ହେଲା। ମନେ ରଖିଦେଲେ ହେଲା। ଖାଲି ସେତିକି ମନେ ରଖିଦବ, ଧାତୁର ରାସାୟନିକ ଧର୍ମ ଯାହା ପଡିବ ହେଲା। ସରିଲା। ଏବେ ଯିବା ପଞ୍ଚମ ଅଧ୍ୟାୟ। ପଞ୍ଚମ ଅଧ୍ୟାୟରେ କାର୍ବନାଇଜେସନ କାହାକୁ କୁହାଯାଏ? କାର୍ବନାଇଜେସନ କାହାକୁ କୁହାଯାଏ? ଡେଫିନେସନ ଅଛି, ଡାକି ଯିବି ହେଲା। କାର୍ବନାଇଜେସନ କୋଇଲାର ପ୍ରକାର। ତାର କୋଇଲା ବୁଝିଥିଲି ନା, କଣ କଣ? ପିଟ୍, ବିଟୁମିନସ୍, ଲିଗ୍ନାଇଟ୍ ଆଉ ଆନ୍ଥ୍ରାସାଇଟ୍। ଚାରି ପ୍ରକାର। ସବୁଠାରୁ ବେଷ୍ଟ
कोयला कोटा आंथ्रासाइट 95% कार्बन ठीक अछि तापर कोयलार अंतर्धूम पातन कोयलार अंतर्धूम पातन जो जो सब प्रोडक्ट बाहर बुझि पारछ ना जेति कोक अलकातरा कोल गैस हला सेगुडा सब विषय डिटेल पढ़ी दो एटा 5 मार्क के पढ़ी पारे हला इंपोर्टेंट तापर सबुज कोटर प्रभाव ग्लोबल वार्मिंग ए दुटा इंपोर्टेंट कोथबे इंपोर्टेंट दिमाग के सबुज कोटर प्रभाव आज पढ़े हला दिमाग के तापर जीवाश्म ईंधन बचाइबा कोन करबा हला एटा भी गोटे इंपोर्टेंट है जीवाश्म ईंधन बचाइबा कोन करबा देखो राखि हला तापर जो षष्ठ अध्याय दहन शिखा रे दहन ପାଇଁ आवश्यक कारक ଓ ଦହନର ପ୍ରକାର ଭେଦ ଠିକ ଅଛି कोन कोन दहनशील पदार्थ बाह्य पदार्थ प्रज्वलन तापमात्रा ଆଉ दहन ପାଇଁ सहायक जोटा अम्लजान ठीक अछि तापर शिखार नामांकित चित्र एटा वेरी वेरी इंपोर्टेंट आसीबो एटा आ आदर्श ईंधनर लक्षण ठीक अछि ए दिटा गारंटेड लेकिन हला पढिबो दिटा तापर कैलोरी मूल्य कहा को जे देखिबो से कैलोरी मूल्य वाला टेबलटा अछि काठर कैलोरी मूल्य कते कोयलार कैलोरी मूल्य कते पेट्रोल रो कैलोरी मूल्य कते डीजल रो कैलोरी मूल्य कते हाइड्रोजन सबठार बेसी 150 ठीक अछि हला कोडे उडे पड़ो कैलोरी मूल्य तापर इंधन क्षतिकारी प्रभाव इंधन जालिया फल कोन कोन होछि सेतरे भी ए जो ग्लोबल वार्मिंग आउ सबज कटर प्रभाव सेतरे भी क्षतिकारी प्रभाव ठीक अछि